ଚାଲିଲା ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ବିଷୟରେ କମ୍ପାରିଜନ ହେଲା ଆଲିଆନ୍ସ ହବ କିଏ ସିଟ୍ ନେବ କାହା ସିଟ୍ ଗଲା ବହୁତ କଥା ଆପଣ ଆଲୋଚନା କଲେ କ'ଣ ହବ କ'ଣ ନାହିଁ ବହୁତ ଚିନ୍ତାରେ ଆପଣମାନେ ଥିଲେ ଓଡ଼ିଶାବାସୀ ତାକୁ ପ୍ରମାଣିତ କଲେ ଏବଂ ଗଣତନ୍ତ୍ରର ମହାପର୍ବରେ ସାଧାରଣ ଜନତା ହେଲେ ଜଜ୍ ଆପଣମାନେ ବୁଝି ଯାଇଥିବେ କ'ଣ ହେଲା ଖେଳ ଭଗବାନ ସବୁ ଗୋଟାଏ ପଟେ ଈଶ୍ୱର ଗୋଟାଏ ପଟେ ପ୍ରଭୁ ଜଗନ୍ନାଥ ଗୋଟାଏ ପଟେ ପୋଛି ଦେଲେ ବିଜୁ ଜନତା ଦଳ ଯେଉଁ ଦଳ କହୁଥିଲା 130-50,000 କୋଟିର ମାଲିକ ଏବଂ ଦଳ ଆମେ ସବୁ ସରକାରୀ କଳ ଆମେ ଦଳ କରିଦେବୁ ପ୍ରମାଣିତ ହେଲା ଗଣତନ୍ତ୍ରରେ ଏକଛତ୍ରବାଦ ଚଳିବ ନାହିଁ ସବୁଠୁ ବଡ଼ ଆଜି ଗୋଟେ ମୁଁ କହିବାକୁ ଚାହେଁ ମୋର ପ୍ରିୟ ନେତା ନବୀନ ପଟ୍ଟନାୟକ ଯିଏ ଓଡ଼ିଶାକୁ ଆସିଥିଲେ କିନ୍ତୁ 5 ଥର ପରେ ମୃତ୍ୟୁ ପୂର୍ବରୁ ଗୋଟିଏ ଟ୍ୟାଗ୍ ନେଲେ ଇଂରେଜ ଆସିଥିଲା ଭାରତକୁ ଓଡ଼ିଶାରେ ଆମେ କେତେ ଲୋକଙ୍କ ନାଁ ଶୁଣିଥିଲୁ ଚରଣ ପଟ୍ଟନାୟକ ନବୀନ ପଟ୍ଟନାୟକ ସେମିତି ନିମକ ହାରାମ ପଟ୍ଟନାୟକ ଏ ଓଡ଼ିଶାରେ ଜନ୍ମ ନେଲା ଇଏ ହେଉଛି ତାଙ୍କର ଲାଷ୍ଟ ଟ୍ୟାଗ୍ ଓଡ଼ିଶାବାସୀ ନିଶ୍ଚିତ ଭାବରେ ତାଙ୍କୁ ଗୋଟିଏ ଟ୍ୟାଗ୍ ଦେବେ ଏତେ ଘଟଣା ସଇଲା ପରେ ତାମିଲର ନେତୃତ୍ୱ ତାମିଲ ହାତରେ ସବୁ କ୍ଷମତା ତାମିଲ ହାତରେ ସବୁ ପଇସା ତାମିଲ ହାତରେ ସବୁ ସରକାର ତାପରେ ଲୋକ ପ୍ରତ୍ୟାଖ୍ୟାନ କଲା ପରେ ଜଣେ ଲୋକ ଯେତେବେଳେ କହୁଛି ତାମିଲ ହେଉଛି ଟ୍ୟାଲେଣ୍ଟ ତା ଅର୍ଥ ତାମିଲଠୁ ପଇସା ଖାଇ ଦେଇଛି ନବୀନ ପଟ୍ଟନାୟକ ଚରଣ ଚୁତିଆ ଜାଗିରି ଯେଉଁଟା ଥିଲା ଓଡ଼ିଶାରେ ସେଟା ନିମକ ହାରାମ ଜାଗିରି ନବୀନ ପଟ୍ଟନାୟକ ଆଜି ନେବାକୁ ଯାଉଛନ୍ତି ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ହେଲାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମକ ହାରାମ ଜାଗିର ଓଡ଼ିଶାରୁ ନେଇ ଦିଲ୍ଲୀ ଯିବେ ଏତିକି ମୁଁ ଆଶା କରୁଛି ଆଉ ଗୋଟିଏ ଆଶା ତାମିଲ ବାବୁ କେଉଁଦିନ ତିହାର ଜେଲ୍ ଯିବେ ଇଡି ଦ୍ୱାରା ସେଇଟାକୁ ମୁଁ ଅପେକ୍ଷା କରିଛି ଜନ୍ମ ହେଇଛି ଖୋର୍ଦ୍ଧାରୁ କୃଷ୍ଣ କହୁଥିଲେ ମୁଁ ଜେଲ୍ ଭିତରୁ ଆସିଛି ଜେଲ୍ ଜନ୍ମ ଦିଏ କୃଷ୍ଣକୁ ଅଷ୍ଟମ ଗର୍ଭରେ ଜନ୍ମ ନେଇଛି ପ୍ରଶାନ୍ତ ଜଗଦେବ ଖୋର୍ଦ୍ଧାର MLA ନିଶ୍ଚିତ ଭାବରେ ସେ କଂସକୁ ଦମନ କରିବ ଆଜି କହୁଛି ଆଉ ସେଦିନ ମୋର ଖୋର୍ଦ୍ଧାରେ ବି ଥିଲା ଆପଣମାନେ ଜାଣିଥିବେ ଓଡ଼ିଶାରେ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ତାମିଲ ହଟିବ ଓଡ଼ିଶା ବଞ୍ଚିବ ତାହା ପ୍ରମାଣିତ ପ୍ରଭୁ ଜଗନ୍ନାଥ କଲେ ଆଉ ଗୋଟିଏ କହିଥିଲେ ଏ ମାଟି ପାଇଁ ବିପ୍ଳବର ଆରମ୍ଭ ଏ ମାଟି ପାଇଁ ପୁଣି ବିପ୍ଳବ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟି ଆହୁରି 25 ବର୍ଷ ଶାସନ କରିବ ମୋଦିଜୀଙ୍କ ନେତୃତ୍ୱରେ ଗୋଟିଏ ସରକାର ହେବ ନୂଆ ସରକାର ହେବ ଏକଛତ୍ରବାଦ ହଟିବ ତାମିଲ ବାବୁ ଆଉ ଦେଖା ହେବେନି ଖାଲି ଅପେକ୍ଷା ଅଛି ତିହାର ଜେଲ୍ ଯିବେ ନହେଲେ ତାମିଲନାଡୁ ଯିବେ ବାହାରିଲା କୃଷ୍ଣ ଅପେକ୍ଷା ରହିଲା କଂସ ଆସିବ କେଉଁଦିନ ହାବୁଡ଼େ ପଡ଼ିବ ଖତମ ହେବ।